ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣାରେ ଆପଣଙ୍କ ମତାମତ କଣ ସାର୍? ଦେଖନ୍ତୁ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା। ମୁଁ ଆଗରୁ ମଧ୍ୟ ବିଭିନ୍ନ ପ୍ଲାଟଫର୍ମରେ କହିଛି, ବର୍ତ୍ତମାନ କୌଣସି କଲେଜ, ହାଇସ୍କୁଲ, ଏପରିକି ଏମଇ ସ୍କୁଲ ମଧ୍ୟ 7 କ୍ଲାସ ଠାରୁ ଧରିକି ଡିଗ୍ରୀ ପିଜି ଡାକ୍ତରୀ ଛାତ୍ର ପର୍ଯ୍ୟନ୍ତ ଛାତ୍ରୀମାନେ ସୁରକ୍ଷିତ ନୁହନ୍ତି। ଏଇ କିଛି ମାସ ତଳେ ଆପଣ କିଟ୍ କଲେଜର ଯେଉଁ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଏତେ ତୁମ୍ବି ତୋଫାନ ହେଲା, ଏଥିରେ କୌଣସି ମନ୍ତ୍ରୀ କି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। କୌଣସି ବିଭାଗୀୟ ଅଧିକାରୀଙ୍କ ଉପରେ ବି ସେଇଭଳି କାର୍ଯ୍ୟାନୁଷ୍ଠାନ ହେଇନି। ଖାଲି ଦୌଡ଼ା ଦାପଡ଼ା କରିକିରି ଖାଲି ମିଡ଼ିଆ କଭରେଜ କରିକି ଓ ଆଲା ଭିତରେ ଗଲା। ଏଇ ଯେଉଁ ଘଟଣା ବର୍ତ୍ତମାନ ସୌମ୍ୟାଙ୍କର ଯେଉଁ ମୃତ୍ୟୁ ହେଲା, ଯେଉଁ ଛାତ୍ର ଆତ୍ମହତ୍ୟା କଲେ, এইটা অত্যন্ত দুর্ভাগ্যজনক কথা। এথর সরকারের মন্ত্রী, মুখ্যমন্ত্রী মানে মানবিকতা দৃষ্টিকোণରୁ ইস্তফা দেওয়া কথা। ମୁଁ ତ ଭାବୁଛି ଯଦି ଆଜି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥାନ୍ତେ ତ କାଲି ରାତିରୁ କେହି ନା କେହି ମନ୍ତ୍ରୀ ଇସ୍ତଫା ଦେଇ ସାରିଥାନ୍ତେ। ଜଣେ ଛାତ୍ରୀ ସେ ସମସ୍ତଙ୍କୁ ଜଣେଇଛି, ସ୍ଥାନୀୟ ଏମପି ଏମଏଲଏ ଠାରୁ ଆରମ୍ଭ କରିକିରି ବିଭାଗୀୟ ଅଧିକାରୀ, ଜିଲ୍ଲାପାଳ, ଏସପି ଏବଂ ବିଭାଗୀୟ ପ୍ରିନ୍ସିପାଲ ସମସ୍ତଙ୍କୁ ଜଣେଇଛି ଯେ ମୋ ଜୀବନ ପ୍ରତି ବିପଦ ଅଛି, ମୋତେ ଏଇଭଳି କଥା କରାଯାଉଛି। ତ ଏତେ ବଞ୍ଚିଥିଲା ଅବସ୍ଥାରେ ଏତେ ଆଡ଼େ ଏତେ ଲୋକଙ୍କୁ କହିଲା ପରେ ବି ତା କଥା ବିଚାରକୁ ନେଲେ ନାହିଁ ଏବଂ ତାକୁ ସୁରକ୍ଷା ଦେଲେ ନାହିଁ, ଯାହା ଫଳରେ କି ସେ ଚରମ ନିଷ୍ପତ୍ତି ନେଲା। ଜଣେ ଝିଅ 95% ପୋଡ଼ିଗଲା ପରେ ନିଜେ ନିଆଁ ଲଗେଇକି ଯେଉଁ କଲବଲ ଅବସ୍ଥାରେ ସେ ମୃତ୍ୟୁବରଣ କଲା, ଜଣେ ଟପ୍ ଛାତ୍ରୀ। ଆଜି ଦେଖନ୍ତୁ, ସମଗ୍ର ରାଜ୍ୟରେ ଲକ୍ଷ ଲକ୍ଷ ଲୋକ ତା ପାଇଁ ବର୍ତ୍ତମାନ ବିକଳ ହେଉଛନ୍ତି। ବର୍ତ୍ତମାନ କଂଗ୍ରେସ, ବିଜେପି, ଅନ୍ୟାନ୍ୟ ଦଳମାନେ ଆସିକି ରାଜରାସ୍ତାରେ ବର୍ତ୍ତମାନ ହୋ ହଲ୍ଲା କଲେ। ସେ କ'ଣ ଆଉ ଫେରି ଆସିବ? ନା 20 ଲକ୍ଷ ଟଙ୍କା ଦେଲେ ତା ଆତ୍ମା ଶାନ୍ତି ପାଇବ? ତେଣୁ ମୋର ଦାବି ହେଉଛି ଯେ ଏଇଭଳି ଘଟଣା ପୁନରାବୃତ୍ତି ନ ହେଉ। କିନ୍ତୁ ଏ କଲେଜ, ସ୍କୁଲ ଆପଣ ଦେଖିବେ, ଏଇ ଯେଉଁ ଗତ ମାଟ୍ରିକ ପରୀକ୍ଷା ହେଲା, ଚିତ୍ରକୋଣ୍ଡା ଠାରୁ ଯାଜପୁର ବରୀ ପର୍ଯ୍ୟନ୍ତ ହାଇସ୍କୁଲ ଛାତ୍ରୀମାନେ ଗର୍ଭବତୀ, ପରୀକ୍ଷା ଦଉ ଦଉ ପ୍ରସବ କରୁଛନ୍ତି। ଆଠୁ ଆଉ ନିନ୍ଦନୀୟ କ'ଣ ଘଟଣା ଅଛି? ତେଣୁ ଏଇ ଗୋଟେ ପରେ ଗୋଟେ ଘଟଣା ଘଟି ଚାଲିବାର କାରଣ ହେଉଛି ଯେ ପ୍ରକୃତରେ ତାଙ୍କୁ ଯେଉଁ ଭଳିଆ ଶାସ୍ତି ଦେବା ଦରକାର ସେଇଭଳିଆ ଶାସ୍ତି ଦିଆଯାଉ ନାହିଁ। ଆରେଷ୍ଟ କରିଦେଉଛନ୍ତି କି ଯାହା କରୁଛନ୍ତି, ସେ ପୁଣି ଦୋଷମୁକ୍ତ ହେଇଯାଉଛନ୍ତି। ତେଣୁ ଏଇ ଯେଉଁ ଘଟଣା, ଏଇ ଯେଉଁ ସୌମ୍ୟା ଘଟଣାରେ ଏଇ ଯେଉଁ ଶିକ୍ଷାମନ୍ତ୍ରୀ ଆଉ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାର ଆବଶ୍ୟକତା ଅଛି ଏବଂ ଆଧିରେ ଯେଉଁମାନେ ସମ୍ପୃକ୍ତି ଅଛନ୍ତି ସେମାନଙ୍କୁ ଗିରଫ କରାଯାଉ। ଆଉ ଏଇଭଳି ଭାବରେ କେତେ ଯେ ଶହ ଶହ ଛାତ୍ରୀ ଆଉ ଛାତ୍ରୀ ନିବାସରେ ହଉ, ବିଦ୍ୟାଳୟରେ ହଉ, କଲେଜରେ ହଉ, ଏଇଭଳି ଅବସ୍ଥାରେ ଅଛନ୍ତି। କେତେ ଲୋକ କହୁଛନ୍ତି, କେତେ ଲୋକ କହିପାରୁନାହାନ୍ତି। ତେଣୁ ଆମର ଦାବି ହେଉଛି ଏଇ ଘଟଣାକୁ ସରକାର ଗୁରୁତର ନିଅନ୍ତୁ। ଯେଉଁମାନେ ଦୋଷୀ ସେମାନେ ଆଉ କୌଣସି ଦାୟିତ୍ୱରେ ରହିବା ଆବଶ୍ୟକତା ନାହିଁ। ମୁଁ ତ ଭାବୁଛି ସେଇ ପାଖ ପଡ଼ୋଶୀ ଜିଲ୍ଲାର ସୂର୍ଯ୍ୟବଂଶୀ ଯିଏ ଉଚ୍ଚଶିକ୍ଷା ମନ୍ତ୍ରୀ, ସେ ତୁରନ୍ତ ଇସ୍ତଫା ଦେବାର ଆବଶ୍ୟକତା ଅଛି। ଆଜି ଲକ୍ଷ ଲକ୍ଷ ଲୋକ ରାଜରାସ୍ତାରେ, ସମଗ୍ର ରାଜ୍ୟରେ ଏବେ ଆନ୍ଦୋଳନ ଡାକରା। କଂଗ୍ରେସ, ବିଜେପି, ଅନ୍ୟାନ୍ୟ ଦଳ ବର୍ତ୍ତମାନ ରାଲି ଧର୍ମଘଟ କରିବାରେ ବ୍ୟସ୍ତ। କିନ୍ତୁ ସେ ଝିଅକୁ ନ୍ୟାୟ ମିଳିବା ଦରକାର, ସେ ଝିଅର ପରିବାରକୁ ନ୍ୟାୟ ମିଳିବା ଆବଶ୍ୟକତା ଅଛି।